ଜୀବନରେ କିଛି ନିୟମ ଜରୁରୀ। ଥରେ ହୋଇଥିବା ଦୋଷକୁ ଆଉ ଥରେ କରନ୍ତୁ ନାହିଁ। ନିଜକୁ ଅନ୍ୟ ସହ ତୁଳନା କରନ୍ତୁ ନାହିଁ। ବର୍ତ୍ତମାନ ସମୟକୁ ଶ୍ରେଷ୍ଠ କରିବାକୁ ଚେଷ୍ଟା କରନ୍ତୁ। ପ୍ରତିଶୋଧ ନିଅନ୍ତୁ ନାହିଁ, ନିଜକୁ ବଦଳାନ୍ତୁ। ଯେଉଁ ପରିସ୍ଥିତିକୁ ଆପଣ ବଦଳାଇ ପାରିବେନି ତାହା ଈଶ୍ୱରଙ୍କ ଉପରେ ଛାଡ଼ି ଦିଅନ୍ତୁ। ଯେତିକି ପାରିବେ ଅନ୍ୟର ସହଯୋଗ କରନ୍ତୁ। ଈର୍ଷା କରନ୍ତୁ ନାହିଁ, ଭଗବାନଙ୍କୁ ଚିନ୍ତନ କରନ୍ତୁ। ଅହଙ୍କାରକୁ ତ୍ୟାଗ କରନ୍ତୁ, ନମ୍ରତାକୁ ଧାରଣ କରନ୍ତୁ। ନିଜ ଚିନ୍ତାକୁ ଈଶ୍ୱରଙ୍କ ପାଖରେ ସମର୍ପଣ କରନ୍ତୁ। ଶଯ୍ୟା ତ୍ୟାଗ ଠାରୁ ପୁଣି ଶଯ୍ୟାକୁ ଯିବା ପର୍ଯ୍ୟନ୍ତ ମନୁଷ୍ୟକୁ ପ୍ରାୟ 16-17 ଘଣ୍ଟା ସମୟ ମିଳିଥାଏ। ସେଥିରୁ କାର୍ଯ୍ୟ କରିବା ସମୟ 8-10 ଘଣ୍ଟା ଗଲେ ବାକି 6-7 ଘଣ୍ଟା ସତ୍ ଚିନ୍ତା, ସତ୍ ସଂକଳ୍ପ, ସତ୍ କର୍ମ, ଯୋଗ, ବ୍ୟାୟାମ, ଶୁଦ୍ଧ ପବିତ୍ର ଆଚରଣ ଦ୍ୱାରା ଦିନଗୁଡ଼ିକ ଅତିବାହିତ କରିବାକୁ ପଡ଼ିବ। ଏହା ଦ୍ୱାରା ମନୁଷ୍ୟ ସୁସ୍ଥ ରହେ। ଯାହାର ନିଜ ଜିହ୍ୱା ଉପରେ ଅନୁଶାସନ ନାହିଁ, ସେ 6 ପ୍ରକାରର କୁ ଅଭ୍ୟାସର ଶିକାର ହୁଏ ଓ ନିଜ ଉନ୍ନତିରେ ବାଧା ଆଣେ। ତେଣୁ ଏହି 6 କଦଭ୍ୟାସରୁ ନିଜକୁ ବଞ୍ଚାନ୍ତୁ। ଯଦି ଏହା ଆସିସାରିଛି ତେବେ ସେଗୁଡ଼ିକୁ ତୁରନ୍ତ ସଜଗତାର ସହ ରୋକି ଦିଅନ୍ତୁ। କଠୋର କଥା କହିବା, ଗାଲି ଗୁଲଜ କରିବା, ଅପଶବ୍ଦ କହିବା, ଅନ୍ୟର ଆଲୋଚନା, ଚୁଗୁଲି, ନିନ୍ଦା, ବ୍ୟଙ୍ଗ କରି ଜିହ୍ୱାର ଦୁରୁପଯୋଗ କରିବା, ଉପରେ ପଡ଼ି ଅନ୍ୟକୁ ନିଜର ମତାମତ ଦେବା ଓ ବାଦ ବିବାଦ ଯୁକ୍ତିତର୍କ କରିବା, ଏ ଘର ମାଉସୀ ସେ ଘର ପିଉସୀ ହୋଇ ପରସ୍ପର ଭିତରେ କଳି ଭିଆଇବା, ଉଡ଼ା ଖବର ପ୍ରଚାର କରି ଚତୁର୍ଦିଗରେ ନିରାଶା, ଘୃଣା ଓ ଆତଙ୍କ ସୃଷ୍ଟି କରିବା, ଅଧିକ କହିବା, ଆଗ ପଛ ନ ବିଚାରି କହିବା ଓ କହିବା ପରେ ବିଚାର କରିବା, କପଟ କରିବା। ମଣିଷ ଈଶ୍ୱରଙ୍କର ଅଂଶ। ସର୍ଜନା କରିବା ତାର ସ୍ୱଭାବ। ମଣିଷ ଯେତେବେଳେ ସୃଜନାତ୍ମକ ହୁଏ ସେ ନିଜେ ମୂଳ ସ୍ୱଭାବର ନିକଟବର୍ତ୍ତୀ ହୋଇଥାଏ। ସେଥିପାଇଁ ସୃଜନାତ୍ମକ କାମ କରିସାରିଲା ପରେ ତାକୁ ସନ୍ତୁଷ୍ଟ ଲାଗେ। ତା ଭିତରର ଖାଲିପଣ ଦୂର ହୁଏ। ପୂର୍ଣ୍ଣ ବିକାଶ କରିବା ପାଇଁ ଆପଣ ସୃଜନାତ୍ମକ ହୁଅନ୍ତୁ ଓ ସୃଜନାତ୍ମକ ସିଦ୍ଧାନ୍ତର ଉପଯୋଗ କରନ୍ତୁ। ଯେଉଁମାନେ ଏହା କରିପାରନ୍ତି ସେମାନେ ନିଜ ଜୀବନର ମାଲିକ ହୁଅନ୍ତି। 2 ପ୍ରକାରର ଲୋକ ଥାନ୍ତି। କେହି ଜୀବନର ମାଲିକ ହୋଇଥାନ୍ତି ତ ଜୀବନ କାହାର ମାଲିକ ହୋଇଥାଏ। ଆଜି ଯାହାର ମୂଲ୍ୟ ଏବେ ଆପଣଙ୍କ ପାଖରେ ନାହିଁ, କାଲି ହୁଏତ ତାର ସବୁଠୁ ବେଶୀ ଆବଶ୍ୟକତା ପଡ଼ିପାରେ। ମନେ ରଖନ୍ତୁ, ସମୟ ସବୁକିଛି ବଦଳାଇ ଦେଇପାରେ। ଜୟ ଶ୍ରୀ ଜଗନ୍ନାଥ।